ଭାଲୁମୁଣ୍ଡା କ୍ଲଷ୍ଟରରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ। ବଲାଙ୍ଗୀର ଜିଲ୍ଲା ଭାଲୁମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରାମ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ଓଡ଼ିଶା ସରକାରଙ୍କ ଦ୍ୱାରା ନିପୁଣ ଓଡ଼ିଶା ମେଳା ଆରମ୍ଭ ହୋଇଛି। ଏହି ମେଳା ଭାଲୁମୁଣ୍ଡା କ୍ଲଷ୍ଟରର ସିଆରସିସି ଭାସ୍କର ଜାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗମୋହନ ଛୁରା, ମୁଖ୍ୟ ବକ୍ତା ଶିକ୍ଷକ ଲୋକେଶ୍ୱର କୁମ୍ଭାର, ସମ୍ମାନୀୟ ଅତିଥି ଭାବେ ସାମ୍ବାଦିକ ରାଧାଶ୍ୟାମ ମେହେର, ପରିଚାଳନା କମିଟିର ସଭାପତି ଭୁବନେଶ୍ୱର ମେହେର ମଞ୍ଚାସୀନ ଥିଲେ। ପ୍ରଥମେ ବିଘ୍ନ ବିନାଶନ ଶ୍ରୀ ଗଣେଶଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପରେ ନିପୁଣ ଓଡ଼ିଶା ମେଳା ବା ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଗାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ମଞ୍ଚକୁ ଚାଉଳିଆ ସ୍କୁଲର ଶିକ୍ଷକ ଗୁଣଦୀପ ମେହେର ପରିଚାଳନା କରିଥିବା ବେଳେ କର୍ଣ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଭାଲୁମୁଣ୍ଡା କ୍ଲଷ୍ଟରର ପ୍ରଥମରୁ ତୃତୀୟ ଶ୍ରେଣୀ 12ଟି ସ୍କୁଲର ଛାତ୍ରଛାତ୍ରୀମାନେ ତାଙ୍କ ପ୍ରୋଜେକ୍ଟକୁ ଉପସ୍ଥାପନ କରିଥିଲେ। ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ କରିଥିଲେ। ବଲାଙ୍ଗୀର ଭାଲୁମୁଣ୍ଡାରୁ ରାଧାଶ୍ୟାମ ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।